ଅନେକ ଦିନ ତଳର କଥା। ମହାନଦୀ କୂଳରେ ଅବନ୍ତୀନଗର ନାମକ ଗୋଟିଏ ରାଜ୍ୟ ଥିଲା। ସେଠାରେ ପ୍ରଜାବତ୍ସଳ ରାଜା ବିକ୍ରମ ରାଜୁତି କରୁଥିଲେ। ଦିନେ ଗୋଟିଏ ଗରିବ ଲୋକ ରାଜାଙ୍କ ପାଖକୁ ଗଲା ଓ କହିଲା, ମହାରାଜ, ମୁଁ ଆପଣଙ୍କ ପାଖକୁ ଋଣ ମାଗିବାକୁ ଆସିଛି। ଦୟାକରି ମୋତେ 5,000 ଟଙ୍କା ଦିଅନ୍ତୁ। 5 ବର୍ଷ ଭିତରେ ମୁଁ ଆପଣଙ୍କ ଟଙ୍କା ଫେରାଇ ଦେବି। ରାଜା ତାର କଥାରେ ବିଶ୍ୱାସ ରଖି ତାକୁ 5,000 ଟଙ୍କା ଦେଇଦେଲେ। କିନ୍ତୁ 5 ବର୍ଷ ବିତିଗଲା, ସେ ଲୋକ ଟଙ୍କା ଫେରାଇଲା ନାହିଁ। ଶେଷରେ ରାଜାଙ୍କୁ ନିଜେ ତା ଘରକୁ ଯିବାକୁ ପଡ଼ିଲା। ଘରେ ପହଞ୍ଚି ଦେଖିଲେ ଯେ କେହି ଘରେ ନଥିଲେ, କେବଳ ତାର ଛୋଟ ଝିଅଟି ଚୁଲି ସାମ୍ନାରେ ବସିଥିଲା। ରାଜା ତାକୁ ପଚାରିଲେ, ତୁମ ବାପା କେଉଁଠି? ଝିଅ କହିଲା, ବାପା ସ୍ୱର୍ଗର ପାଣି ଅଟକାଇବାକୁ ଯାଇଛନ୍ତି। ପୁଣି ରାଜା ପଚାରିଲେ, ତୁମ ଭାଇ ଗଲା କୁଆଡ଼େ? ଝିଅ କହିଲା, ଭାଇ ବିନା ଝଗଡ଼ାରେ ଝଗଡ଼ା କରିବାକୁ ଯାଇଛି। ରାଜା ଝିଅଟିର ଉତ୍ତର ଶୁଣି ଆଶ୍ଚର୍ଯ୍ୟ ହୋଇଗଲେ। କ'ଣ କହୁଛି ତାଙ୍କର କିଛି ବୁଝା ପଡ଼ିଲା ନାହିଁ। ଶେଷରେ ପଚାରିଲେ, ଆଉ ତୁମ ମା? ଝିଅ କହିଲା, ମୋ ମା ଗୋଟିଏକୁ 2 କରିବାକୁ ଯାଇଛି। ଏ ଅଦ୍ଭୁତ ଉତ୍ତର ଶୁଣି ରାଜା ଆଉ ରହିପାରିଲେ ନାହିଁ। ଟିକେ ଖିନ୍ନ ହୋଇ ପଚାରିଲେ, ଆଉ ତୁ ଏଠି ବସି କ'ଣ କରୁଛୁ? ଝିଅ ହସି ଉତ୍ତର ଦେଲା, ମୁଁ ଘରେ ବସି ସଂସାର ଦେଖୁଛି। ରାଜା ବୁଝିଗଲେ ଯେ ଏ ଝିଅ ସିଧା ଉତ୍ତର ଦେବ ନାହିଁ। ଟିକେ ଥଣ୍ଡା ଆଖିରେ ଆଦରରେ ହସି ପଚାରିଲେ, ଝିଅ, ତୁ ଏବେ ଯାହା ଉତ୍ତର ଦେଲୁ ତାର ଅର୍ଥ ମୁଁ ଗୋଟିଏ ବି ବୁଝିଲି ନାହିଁ। ମୋତେ ଗୋଟି ଗୋଟି କରି ବୁଝାଇ ଦେବୁ କି ଏସବୁର ଅର୍ଥ କ'ଣ? ଝିଅଟି ଟିକିଏ ହସି କହିଲା, ଯଦି ବୁଝାଇ ଦିଏ ଆପଣ ମୋତେ କ'ଣ ଦେବେ? ରାଜାଙ୍କ ମନରେ ସବୁ ଜାଣିବାର ଉତ୍କଣ୍ଠା ଚରମ ସୀମାରେ ଥିଲା। ସେ କହିଲେ, ଯାହା ମାଗିବୁ ତାହା ଦେବି। ଝିଅଟି ସୁଯୋଗର ହାତଛଡ଼ା ନ କରି ସ୍ଥିର ସ୍ୱରରେ କହିଲା, ଆମ ବାପାଙ୍କର ସବୁ ଋଣ ଛାଡ଼ କରିଦିଅନ୍ତୁ, ମୁଁ ସବୁ ବୁଝାଇ ଦେବି। ରାଜା ରାଜି ହୋଇ କହିଲେ, ଠିକ୍ ଅଛି, ତୁ ଯଦି ସବୁ କଥାର ଅର୍ଥ ବୁଝାଇ ଦେବୁ ତାହେଲେ ତୋ ବାପାଙ୍କୁ ଋଣମୁକ୍ତ କରିଦେବି। ଝିଅ ଟିକେ ହସି ଦେଇ କହିଲା, ମହାରାଜ, ଆଜି ନୁହେଁ କାଲି ଆସନ୍ତୁ, ସବୁ ବୁଝାଇ ଦେବି। ରାଜା ଆଉ କିଛି ନ କହି ଚାଲିଗଲେ। ମନେ ମନେ ଭାବିଲେ, ଝିଅଟି ଆଜି ସବୁ କଥାର ଅର୍ଥ କହିପାରିଥାନ୍ତା, କିନ୍ତୁ କାଲି ଆସିବାକୁ କାହିଁକି କହିଲା? ରାଜାଙ୍କୁ ଏସବୁ ଭାବି ଭାବି ନିଦ ହେଲାନି। ପରଦିନ ରାଜା ଆଉ ଥରେ ସେ ଘରକୁ ଗଲେ। ଆଜି ଘରେ ସମସ୍ତେ ଥିଲେ, ସେ ଲୋକ, ତାର ସ୍ତ୍ରୀ, ପୁଅ ଓ ଝିଅ। ରାଜାଙ୍କୁ ଦେଖି ଝିଅଟି ପ୍ରଥମେ ପଚାରିଲା, ମହାରାଜ, ଆପଣ ଦେଇଥିବା ବଚନ ମନେ ଅଛି ତ? ରାଜା ହସି କହିଲେ, ହଁ ମନେ ଅଛି। ସଭିଙ୍କ ସାମ୍ନାରେ ଆଉ ଥରେ କହୁଛି, ତୁ ଯଦି ସବୁ କଥାର ଅର୍ଥ ବୁଝାଇ ଦେଉ ତାହେଲେ ତୁମ ବାପାଙ୍କ ଋଣ ମୁଁ ଛାଡ଼ କରିଦେବି। ଝିଅଟି ଆରମ୍ଭ କଲା, ମହାରାଜ, ପ୍ରଥମ କଥା, ବାପା ସ୍ୱର୍ଗର ପାଣି ଅଟକାଇବାକୁ ଯାଇଥିଲେ। ଏହାର ଅର୍ଥ ହେଉଛି ବର୍ଷା ଋତୁ ଆସୁଛି। ଆମ ଘର ଛପର ମରାମତି କରିବାର ଅଛି। ତେଣୁ ବାପା ଛପର ପାଇଁ ଆବଶ୍ୟକ ଜିନିଷ ଆଣିବା ପାଇଁ ଜଙ୍ଗଲକୁ ଯାଇଥିଲେ। ବର୍ଷାର ପାଣି ତ ଆକାଶରୁ ଆସେ, ଆଉ ଆକାଶ ଆମ ପାଇଁ ସ୍ୱର୍ଗ। ତେଣୁ କହିଲି ସ୍ୱର୍ଗର ପାଣି ଅଟକାଇବାକୁ ଯାଇଛନ୍ତି। ଦ୍ୱିତୀୟ କଥା, ଭାଇ ବିନା ଝଗଡ଼ାରେ ଝଗଡ଼ା କରିବାକୁ ଯାଇଛି। ଏହାର ଅର୍ଥ ଭାଇ ରଙ୍ଗାଣୀ ଗଛର କଣ୍ଟା କାଟିବାକୁ ଯାଇଥିଲା। କଣ୍ଟା ଗଛ କାଟିବା ସମୟରେ କାହା ସହ ଝଗଡ଼ା ନ କଲେ ମଧ୍ୟ କଣ୍ଟାରେ ଶରୀର ଆଘାତ ହୁଏ। ତେଣୁ ମୁଁ କହିଲି ଭାଇ ଝଗଡ଼ା ଇଚ୍ଛା ନଥାଇ ଝଗଡ଼ା କରିବାକୁ ଯାଇଛି। ରାଜା ମୁଣ୍ଡ ହଲାଇ ସହମତ ହୋଇ ହସିଲେ। ଝିଅର ଚତୁରତାରେ ରାଜା ମନ ଭିତରୁ ମୁଗ୍ଧ ହୋଇଯାଉଥିଲେ। ଉତ୍ସୁକ ଆଖିରେ ପଚାରିଲେ, ଆଉ ତୃତୀୟ ଓ ଚତୁର୍ଥ କଥାର ଅର୍ଥ? ଝିଅ ଆଗକୁ ବୁଝାଇ ଚାଲିଲା, ମହାରାଜ, ତୃତୀୟ କଥା, ମା ଗୋଟିଏକୁ 2 କରିବାକୁ ଯାଇଥିଲେ। ଏହାର ଅର୍ଥ ମା ଡାଲି କାଣ୍ଡିବାକୁ ଯାଇଥିଲେ। ଡାଲି ଦାନା କାଣ୍ଡିଲେ 2 ଭାଗ ହୋଇଯାଏ। ଏଇ ହେଲା ଗୋଟିଏକୁ 2। ଆଉ ଚତୁର୍ଥ କଥା, ମୁଁ ଭାତ ରାନ୍ଧୁଥିଲି। ଗୋଟିଏ ଚାଉଳ ଦଳି ଦେଖୁଥିଲି ଭାତ ସିଝିଲା କି ନାହିଁ। ଗୋଟିଏ ଚାଉଳ ଦେଖିଲେ ସବୁ ଚାଉଳର କଥା ଜଣା ପଡ଼ିଯାଏ। ତେଣୁ ମୁଁ କହିଲି ଘରେ ଥାଇ ସଂସାର ଦେଖୁଛି। ରାଜା ଆଶ୍ଚର୍ଯ୍ୟ ହୋଇ କହିଲେ, ଝିଅ, ତୁ ବହୁତ ବୁଦ୍ଧିମତୀ, କିନ୍ତୁ ଗୋଟିଏ କଥା ବୁଝିଲି ନାହିଁ। ଏସବୁ ତ ତୁ କାଲି ବି ବୁଝାଇ ପାରିଥାନ୍ତୁ, କିନ୍ତୁ କାହିଁକି ଆଜି ଆସିବା ପାଇଁ କହିଲୁ? ଝିଅଟି ହସି ଉତ୍ତର ଦେଲା, ମହାରାଜ, ମୁଁ ତ ଆଗରୁ କହିସାରିଛି। କାଲି ଭାତ ଚଢ଼ାଇଥିଲି,
ଯଦି ସେ ସମୟରେ ଆପଣଙ୍କ ସହ କଥାବାର୍ତ୍ତା ଲମ୍ବା ହୋଇଯାଆନ୍ତା ଭାତ ଜଳି ଯାଇଥାନ୍ତା। ତେଣୁ ମା ମୋତେ ଗାଳି କରିଥାନ୍ତେ। ଆଉ ଗୋଟିଏ କଥା, କାଲି ଘରେ କେହି ନଥିଲେ। ଯଦି ମୁଁ ଏମାନଙ୍କୁ ଏକୁଟିଆ କହିଥାନ୍ତି ଯେ ଆପଣ ଋଣ ଛାଡ଼ କରିଛନ୍ତି, ତାହେଲେ ଏମାନେ ହୁଏତ ବିଶ୍ୱାସ କରିନଥାନ୍ତେ। ଆଜି ଆପଣ ନିଜ ପାଟିରେ ସଭିଙ୍କ ସାମ୍ନାରେ ଋଣ ଛାଡ଼ କଲେ। ଏମାନଙ୍କ ପାଇଁ ଉଭୟ ବିଶ୍ୱାସ ଓ ଆନନ୍ଦ ଏକ ସଙ୍ଗେ ମିଳିଲା। ରାଜା ଏ ଉତ୍ତର ଶୁଣି ମନ ଭରି ହସିଲେ। ଗଳାରୁ ମୋତିମାଳ ଖୋଲି ଝିଅ ହାତରେ ଦେଇ କହିଲେ, ଝିଅ, ଏଇ ନେ ତୁ ଦେଖାଇଥିବା ବୁଦ୍ଧିର ପୁରସ୍କାର। ତୁମ ବାପାଙ୍କ ସବୁ ଋଣ ଛାଡ଼ କରି ଦେଉଛି। ଏକଥା କହି ରାଜା ଝିଅକୁ ଆଶୀର୍ବାଦ ଦେଇ ବିଦାୟ ନେଲେ।